ସବୁଦିନ ପାଇଁ ମୁଁ ରାଣୀ ପଣ୍ଡା ପାଖରୁ ନେଇ ଆସିଛି। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ରଣାମ ଓଡ଼ିଶାକୁ ସ୍ୱାଗତ ଜଣାଉଛୁ। ଆଜି ଆମ ଘରେ ଉପସ୍ଥିତ ଅଛନ୍ତି ଓଡ଼ିଶାର ଚଳଚ୍ଚିତ୍ର ଜଗତ ଏବଂ ଯାତ୍ରା ଜଗତରେ ଯଦି ଭଲ ବହି ଏବଂ ଭଲ ଚିତ୍ରନାଟ୍ୟ କୁହାଯାଏ ତାହେଲେ କେବଳ ଗୋଟିଏ ନାଁ ସମସ୍ତଙ୍କ ମୁହଁରେ ହରବାରି। ଆଜି ଆମ ଘରେ ଉପସ୍ଥିତ ଅଛନ୍ତି ସାର୍। ନମସ୍କାର। ନମସ୍କାର, ଆପଣଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ପ୍ରଣାମ ଓଡ଼ିଶାକୁ ସ୍ୱାଗତ ଜଣାଉଛୁ। ଧନ୍ୟବାଦ ସାର୍। ଆପଣଙ୍କୁ ଆମର ପ୍ରଥମ ପ୍ରଶ୍ନ ଯେ ଆପଣଙ୍କର ଏ ଲେଖକ ଜୀବନ ଆପଣ କେବେଠୁ ଆରମ୍ଭ କଲେ ଆଜି ପର୍ଯ୍ୟନ୍ତ, ଖାଲି ସଂକ୍ଷେପରେ ଆମକୁ ଟିକେ 90-91 ମସିହାରୁ ପ୍ରଥମେ ଜନତା ଗଣନାଟ୍ୟ, ପ୍ରଥମ ନିର୍ଦ୍ଦେଶକ ସଚି ଦାସ, ପ୍ରଥମ ନାଟକ ସେଇଦିନୁ ନରୋତ୍ତମ ଲଣ୍ଠନ ଜାଳୁଛି। ସେତେବେଳେ ମୋ ବୟସ 19 ବର୍ଷ, +2 ସେକେଣ୍ଡ ଇୟର। ସେବେଠୁ ପ୍ରାୟ କାମ କରି କରି ଆସୁଛି। ଏବେ 24 ମସିହା ହେଲା। କେତେ ବର୍ଷ ହେଲାଣି? ଅଲମୋଷ୍ଟ ଲାଇକ୍ ନିହାତି 30-35 ବର୍ଷ। ସାର୍ ଆପଣ ଯେତେ ବହି ଲେଖିଛନ୍ତି ଆଜି ପର୍ଯ୍ୟନ୍ତ, ଯେତେ ଲେଖା ଲେଖିଛନ୍ତି, କେତେ ଗୁଡ଼ିଏ ତା ଦେହରୁ ଦେଖିଛୁ, ଆମ ବହୁତ ଆଦୃତ ହେଇଛି, ଚଳଚ୍ଚିତ୍ର ବି ଆଦୃତ ହେଇଛି। ଆପଣଙ୍କୁ ଛୁଇଁଲା ଭଳିଆ ଆପଣଙ୍କ ମନ ଭିତରେ ସବୁବେଳେ ସେ କାହାଣୀ ଯେଉଁଟା ମନେ ରହିଲା ସବୁବେଳେ ଭଳିଆ, ସେମିତିଆ ଗୋଟେ କାହାଣୀ କୁହନ୍ତୁ ଯେଉଁଟାକି ନେଇ ଆପଣଙ୍କୁ ଭଲ ଲାଗେ। ଦର୍ଶକ କାହାକୁ ଭଲ କହିବେ, ଦର୍ଶକଙ୍କ କଥା। କେଉଁ ନାଟକ ଚର୍ଚ୍ଚିତ ହେବ, ଭଲ ରହିବ, ଲୋକପ୍ରିୟତା ଅର୍ଜନ କରିବ, ସେ ଲୋକମାନଙ୍କ କଥା ବା ନାଟକର ଭାଗ୍ୟ। ଅନେକ ସମୟରେ ଭଲ ଭଲ ନାଟକ ବି ଲୋକଙ୍କ ପାଖରେ ଆଦୃତି ମିଳେ ନାହିଁ ଏବଂ ମୋତେ ଭଲ ଲାଗିଲେ ବି ଆଶା ଥିବ କିନ୍ତୁ ଦର୍ଶକ ଗ୍ରହଣ କରନ୍ତି ନାହିଁ ବା ଦର୍ଶକଙ୍କ ପାଖରେ ପହଞ୍ଚି ହୁଏ ନାହିଁ କୌଣସି କାରଣରୁ ବି। କାରଣ ଏହା ଗୋଟେ ସାମୂହିକ କଥା। କଳାକାରଟି ଭଲ କରିବା ଦରକାର, ମ୍ୟୁଜିକ୍ ଭଲ ହେବା ଦରକାର, ନାଟକକୁ ଠିକ୍ ସମୟରେ ଠିକ୍ ଭାବରେ କରିବା ଉଚିତ। ସବୁ କଥା ମିଶିକି ନାଟକ ହେବ। ଏ ତ ଲୋକ ଜାଣିବାରେ କେଉଁଠି ଖେଳ ବଦନାମ କରି ଝିଅ, ମୋର କିଛି ଭୁଲ ନାହିଁ, ମୁଁ ଗୋଟେ ଝିଅର ବାପ, ଏସବୁ ମାନଙ୍କର ଚର୍ଚ୍ଚାରେ ଅଛି। କିନ୍ତୁ ମୋତେ ଭଲ ଲାଗିଥିବା ନାଟକ ଚିତ୍ରଲେଖାର ଚିଠି, କାଗଜ ଡଙ୍ଗା, କୋଣାର୍କ, ଏମିତି କିଛି ନାଟକ। ଶିବାନୀ ଗୋଟେ ନାଟକ ଥିଲା, ଘର ଭାଙ୍ଗିଗଲା ପର କଥାରେ, ତୁଳସୀର ନାଟକ ସମୁଦ୍ର ଜଳୁଛି। ଏସବୁ ନାଟକ ଗୁଡ଼ାକ ମୋତେ ଭାରି ସନ୍ତୋଷ ଦେଇଛି। ଚଳଚ୍ଚିତ୍ର ଭିତରେ ଚଳଚ୍ଚିତ୍ର ମୋର ପ୍ରଥମ ଚଳଚ୍ଚିତ୍ର ବନ୍ଦେ ଉତ୍କଳ ଜନନୀ। ତାପରେ ଲୋକପ୍ରିୟତା ଅର୍ଜନ କଲା ଅଭିମନ୍ୟୁ। ଏଠି କାରଣରୁ ତା'ର ଡାଇଲଗ୍ ଗୁଡ଼ାକ ସବୁ ଭଲ ଥିଲା ଏବଂ ଲୋକ ଡାଇଲଗ୍, ଗୀତ ଅପେକ୍ଷା ଡାଇଲଗ୍କୁ ବେଶୀ କହିଲେ। ଏବଂ ତା'ର ଯେଉଁ ମୁଖ୍ୟ ଚରିତ୍ର ଥିଲେ ଆମର ମୀର ଦାସ ହୁଅନ୍ତୁ ବା ଅନୁଭବ ମହାନ୍ତି ହୁଅନ୍ତୁ, ସେ ଖାଲି ସେଇ ଡାଇଲଗ୍ ଯେଉଁଠିକି ଯେଉଁ ମଞ୍ଚକୁ ଗଲେ, ଯେମିତି ଦୈତାରୀ ପଣ୍ଡା ଯେଉଁ ମଞ୍ଚକୁ ଗଲେ କେଉଁଠି ଖେଳ ଡାଇଲଗ୍ କହିଲେ ବା ଲୋକମାନେ ଡିମାଣ୍ଡ କଲେ କୁହ, ସେମିତି ଇଏ ଯେଉଁଠିକି ଗଲେ ଖାଲି ଅଭିମନ୍ୟୁ ଡାଇଲଗ୍ କହିଲେ। ଅଭିମନ୍ୟୁକୁ ଆଗକୁ ନେବାରେ, ବଞ୍ଚେଇବାରେ, ଅଭିମନ୍ୟୁକୁ ଲୋକପ୍ରିୟତା କରିବାରେ ଏ ଦୁଇ ଜଣଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ସାର୍, ଚଳଚ୍ଚିତ୍ର ଏବଂ ଯାତ୍ରା ଆପଣ କେଉଁଠି ଲେଖିବାକୁ ଭଲ ପାଆନ୍ତି? ଲେଖିବାକୁ ସବୁଠୁ ଭଲ ଲାଗେ। ସବୁଠୁ ଭଲ ଲାଗେ, ଯେଉଁଠି ହେଲେ ବି ଚଳିବ। ହଁ, ଯେଉଁଠି ଯେ ମୁଁ ନିଜକୁ ସେଇ ମୁହୂର୍ତ୍ତରେ ବଦଳେଇ ଦିଏ ଯେଉଁ ପରିବେଶରେ ଥାଏ। ସିନେମା ହେଲେ କୌଣସି ଦିଗରୁ ଜଣେ ମାନେ କହିପାରିବନି ଯେ ମୁଁ ସିନେମା ଲୋକ ନୁହଁ, ଯାତ୍ରା ଲୋକ। ଯାତ୍ରାକୁ ଆସିଲେ କେହି ବି କହିପାରିବେନି ମୁଁ ଯାତ୍ରା ଲୋକ ନୁହଁ। ନିଜକୁ ବଦଳେଇ ଦେଲେ ସବୁ କ୍ଷେତ୍ରରେ କାମ କରିବା ସହଜ। ସାର୍, ଏ ବର୍ଷ କେତୋଟି ବହି ଆପଣଙ୍କର ପ୍ରିଣ୍ଟ? ମୁଁ ଏ ବର୍ଷ ନୁହଁ, ପ୍ରାୟ ବର୍ଷ ମୁଁ 3ଟି ନାଟକ ବା 4ଟି ନାଟକ କରେ। ପ୍ରାୟ ବର୍ଷ ଗୋଟିଏ ବର୍ଷ 6-7ଟି ନାଟକ କରିଥିଲି। ସେଇ ବର୍ଷ ମୋର ମରିବା ଭଳିଆ ସମାନ ପରିସ୍ଥିତି ହେଇଥିଲା। କିନ୍ତୁ ପ୍ରକୃତରେ 2ରୁ 3ଟି ନାଟକଠୁ ଅଧିକା କରିବା ବୁଦ୍ଧିମାନର କାମ ନୁହଁ। କାରଣ କାହାଣୀ, ଚରିତ୍ର, ନାଟକ ଏଗୁଡ଼ାକୁ ମାନେ କାହାକୁ ଜଷ୍ଟିଫାଏ କରିହେବନି। ଏଣୁ ମୋ ମତରେ ସ୍ରଷ୍ଟାଟିଏ ବର୍ଷକୁ ଅତି ବେଶୀରେ 3 ନାଟକ କରୁ। ଏବଂ ଯେହେତୁ ଅଧିକା ନାଟକ ଏମାନେ କାହିଁକି କରୁଛନ୍ତି, ଏମାନଙ୍କୁ ବଞ୍ଚିବା ପାଇଁ, ଯାହାର ଖାଲି ଆ ଉପରେ ନିର୍ଭରଶୀଳ, ବଞ୍ଚିବା ପାଇଁ ପଇସା ଅଣ୍ଟିବ ନାହିଁ। ଏଣୁ ମାଲିକମାନେ ପଇସା ବଢ଼ାନ୍ତୁ, ଭଲ ନାଟକ କରନ୍ତୁ, ରିହର୍ସାଲ୍ ପାଇଁ ଅଧିକା ସମୟ ଦିଅନ୍ତୁ। ଅଧିକା ସମୟ ନେଲେ ନାଟକ ଭଲ ହେବନି। ସାର୍, ଆଉ ଗୋଟେ ଶେଷ ପ୍ରଶ୍ନ ଖାଲି ଆପଣଙ୍କୁ, ଦର୍ଶକ ହିସାବରେ ଏଇଟା ଆପଣଙ୍କୁ ଗୋଟେ ପ୍ରଶ୍ନ, ଖରାପ ହେଇବେନି, ଯେ ଚଳଚ୍ଚିତ୍ର ଏବଂ ଯାତ୍ରା ଜଗତରେ ଆପଣ କାହା ପ୍ରତି ବେଶୀ ଆଶାବାଦୀ ଅଛନ୍ତି କି ନାଇଁ ଓଡ଼ିଶାରେ ଏଇ ଜିନିଷଟି ଆଗକୁ ବଢ଼ିବ? ଚଳଚ୍ଚିତ୍ର ଯେଉଁଭଳି ଭାବରେ ଏବେ ପରିସ୍ଥିତି, ଆପଣଙ୍କର ନୂଆ ନୂଆ ଯେଉଁ ଚଳଚ୍ଚିତ୍ର ସାରା ବିଶ୍ୱର ଚଳଚ୍ଚିତ୍ର ବଢ଼ିବା ପାଇଁ ବ୍ୟବସ୍ଥା ଅଛି। କିନ୍ତୁ ଯାତ୍ରା ହେଉଛି ଆମ ମୌଳିକତା, ଓଡ଼ିଶାର ପରିଚୟ ଯାତ୍ରା। ଏବଂ ଯାତ୍ରା ହେଉଛି ଓଡ଼ିଶାର 75 ଭାଗ ମନୋରଞ୍ଜନର ଉତ୍ତରଦାୟୀ, ଆଉ 25 ଭାଗ ଅନ୍ୟମାନେ ନିଅନ୍ତି। କିନ୍ତୁ ଯାତ୍ରା ଅନେକ କ୍ଷେତ୍ରରେ ଅବ୍ୟବସ୍ଥିତ।
ଯାତ୍ରାରେ ଯାହା ଯାହା ଆବଶ୍ୟକ ତାହା ନାହିଁ ଗୋଟେ ଶିଳ୍ପ ହେଇଗଲାଣି କିନ୍ତୁ ମାନ୍ୟତା ନାହିଁ ସରକାରଙ୍କର ଅନ୍ୟ ଅନ୍ୟ ଲୋକମାନେ ପୁରସ୍କାର ସରକାରୀ ପ୍ରୋତ୍ସାହନ ପୁରସ୍କାର ପାଉଛନ୍ତି ଯାତ୍ରା ପାଉନି କଳାକାରଟିଏ ତା କାନ୍ଥରେ ସରକାରଙ୍କର ଫଳଘଟିଏ ମାରିପାରୁନି ସରକାର ତାକୁ ସମ୍ମାନ କରୁନାହାନ୍ତି ଏବଂ ଯାତ୍ରା ପାଇଁ ଯାହା ଯାହା ବ୍ୟବସ୍ଥା କରିବା କଥା ସରକାର କରୁନାହାନ୍ତି ଯାତ୍ରା ଏକାଡେମୀଟି ହେଇପାରନ୍ତା ବା ଯାତ୍ରା ଡେଭଲପମେଣ୍ଟ ବୋର୍ଡ଼ଟି ହେଇପାରନ୍ତା ବା ଯାତ୍ରା ପାଇଁ ଗୋଟେ ମ୍ୟୁଜିୟମ୍ ହେଇପାରନ୍ତା ଆଗରୁ ଆମେ ଯାତ୍ରା କେମିତି ଥିଲା ଏବେ କେଉଁଠି ପହଞ୍ଚିଲାଣି ସେଇଟା ଆମେ କେମିତି ଦେଖେଇବା ଆମ ତରଫରୁ ଯାତ୍ରା ନଡ଼ିଆ ଛାମୁଡ଼ିଆ ହେଉଥିଲା ଏବେ ଆସିକି ଏସି ଟେଣ୍ଟରେ ପହଞ୍ଚିଲା ଦେଖିବେ କେମିତି ତେଣୁ ମ୍ୟୁଜିୟମ୍ଟା ଦରକାର ଏଇ ଖଣ୍ଡା ବ୍ୟବହାର କରୁଥିଲେ ଏଇ ଲାଇଟ୍ ଜଳୁଥିଲା ଏମିତି କରିବା ଉଚିତ ସେଇ ବ୍ୟବସ୍ଥା ସରକାର କେତେ ଦୂର କରିବେ ସରକାରଙ୍କ ପାଖରେ କେତେ ଦୂର ପହଞ୍ଚିବ କିଏ ପହଞ୍ଚେଇବେ କିଏ କହୁଛନ୍ତି ଆଜିକାଲି ଦେଖାଯାଉଛି ଯେଉଁମାନେ ନ ଜାଣିଛନ୍ତି ସେମାନେ ବହୁତ କହୁଛନ୍ତି ଏଣୁ ଯଦି ନିଜର ଦାବି ଠିକ୍ରେ ଉପସ୍ଥାପନ ହେବ ତାହେଲେ ସରକାର ଏକଥା ଶୁଣିବାକୁ ବାଧ୍ୟ ହେବେ ଯେ ଦାବି ଉପସ୍ଥାପନ ହେଇନି ବା ଏମାନେ ଦାବି ଉପସ୍ଥାପନ କରିବା ଚାହୁଁନାହାନ୍ତି କାରଣ ବ୍ୟକ୍ତିଗତ ସ୍ୱାର୍ଥ ଏଠି କ୍ଷତି ହେବାର ସମ୍ଭାବନା ଅଛି ବହୁତ ଧନ୍ୟବାଦ ସାର୍ ଆପଣ ଆପଣଙ୍କ ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଭଗବାନ ଜଗନ୍ନାଥ ଆପଣଙ୍କର ଏ ବର୍ଷର ଲେଖା ଗୁଡ଼ିକ ପପୁଲାର କରାନ୍ତୁ ଏତିକି ଆମର ଥ୍ୟାଙ୍କ ୟୁ ନମସ୍କାର